ତେବେ ବି କୁମ୍ଭ ରାଶିରେ 18 ମାସ ପାଇଁ ଅବସ୍ଥାନ କରୁଥିବା ରାହୁ ମହାଗ୍ରହ ସିଂହ ରାଶିର ଆର୍ଥିକ ଅବସ୍ଥାକୁ ଅନିୟନ୍ତ୍ରିତ କରି ରଖିବ। କେତେବେଳେ ଆର୍ଥିକ ସମୃଦ୍ଧି ପ୍ରଦାନ କରିବ ତ ଆଉ କେତେବେଳେ ଆର୍ଥିକ ଅନାଟନ ଭିତର ଦେଇ ଗତି କରାଇବ। ଜୟ ଜଗନ୍ନାଥ। ନମସ୍କାର। ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ସିଂହ ରାଶି ଉପରେ ରାହୁ ଓ କେତୁ ମହାଗ୍ରହଙ୍କର ଚଳନର ପ୍ରଭାବ। ଗ୍ରହ ଜଗତର ଦୁଇ ଛାୟାଗ୍ରହ ରାହୁ ଓ କେତୁ ରାଶି ପରିବର୍ତ୍ତନ କରୁଛନ୍ତି। ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ରାହୁ ଓ କେତୁ ମହାଗ୍ରହଙ୍କୁ ପାପୀ ଓ କ୍ରୂର ଗ୍ରହ ବୋଲି ବର୍ଣ୍ଣନା କରାଯାଇଥିବା ବେଳେ ରାହୁ ମହାଗ୍ରହଙ୍କୁ ମାୟାବୀ ଓ ଗ୍ରହ ଜଗତର ସର୍ବାପେକ୍ଷା ଶକ୍ତିଶାଳୀ ଗ୍ରହ ବୋଲି ଦର୍ଶାଯାଇଅଛି। ତେଣୁ ରାହୁ ଓ କେତୁ ମହାଗ୍ରହଙ୍କର ଚଳନ ବା ରାଶି ପରିବର୍ତ୍ତନ ସମଗ୍ର ଦ୍ୱାଦଶ ରାଶିଚକ୍ରକୁ ଗଭୀର ଭାବରେ ପ୍ରଭାବିତ କରିଥାଏ। ଆଜି ସେହି କ୍ରମରେ ଜାଣିବା ରାହୁ ମହାଗ୍ରହ ସିଂହ ରାଶିର ଅଷ୍ଟମ ସ୍ଥାନ ମୀନ ରାଶିରୁ ସିଂହ ରାଶିର ସପ୍ତମ ସ୍ଥାନ କୁମ୍ଭ ରାଶିରେ ପ୍ରବେଶ କଲେ ଏବଂ କେତୁ ମହାଗ୍ରହ ସିଂହ ରାଶିର ଦ୍ୱିତୀୟ ସ୍ଥାନ କନ୍ୟା ରାଶିରୁ ବିପରୀତ ଗତିରେ ସିଂହ ରାଶି ବା ସିଂହ ଲଗ୍ନରେ ପ୍ରବେଶ କଲେ ସିଂହ ରାଶି ଜାତ ବ୍ୟକ୍ତି କ'ଣ ସବୁ ଫଳ ପ୍ରାପ୍ତ କରିବେ? ରାହୁ ଓ କେତୁ ରାଶିଚକ୍ରରେ ଗୋଟିଏ ରାଶିରେ ଦୀର୍ଘ 1.5 ବର୍ଷ ଅଥବା 18 ମାସ ପର୍ଯ୍ୟନ୍ତ ଅବସ୍ଥାନ କରିଥାନ୍ତି। ସିଂହ ରାଶିରେ କେତୁ ମହାଗ୍ରହ 18 ମାସ ପର୍ଯ୍ୟନ୍ତ ଅବସ୍ଥାନ କରିବାକୁ ଥିବାରୁ ଏହି ସମୟରେ ସିଂହ ରାଶି ବ୍ୟକ୍ତି ନେତୃତ୍ୱ ନେବାର ସୁଯୋଗ ପାଇବେ। କେତୁ ମହାଗ୍ରହ ଅଗ୍ନି ତତ୍ତ୍ୱର ଗ୍ରହ ଏବଂ ସିଂହ ରାଶି ଅଗ୍ନି ତତ୍ତ୍ୱ ବିଶିଷ୍ଟ ରାଶି ହୋଇଥିବାରୁ ସିଂହ ରାଶି ଜାତ ବ୍ୟକ୍ତି ଏହି ସମୟରେ ଶକ୍ତିଶାଳୀ ରହିବେ। ନିଜକୁ ଶକ୍ତିଶାଳୀ ମଧ୍ୟ ମନେ କରିବେ। ନିଜ ଜୀବନର ଲକ୍ଷ୍ୟ ବିଷୟରେ ସଚେତନ ହେବେ। ଆଧ୍ୟାତ୍ମିକ ଜଗତ ପ୍ରତି ଆକର୍ଷଣ ବଢ଼ିବ। ମନ ମଧ୍ୟରେ ଉଭୟ ଆସ୍ତିକ ଓ ନାସ୍ତିକ ଭାବର ଉଦୟ ହେବ। କିନ୍ତୁ ପରିଣାମ କ'ଣ ହେବ ଚିନ୍ତା ନ କରି ଚିନ୍ତା କରିଥିବା ଲକ୍ଷ୍ୟ ପଛରେ ଅଗ୍ରସର ହେବେ। ସମାନ୍ତରାଳ ଭାବେ ରାହୁ ସିଂହ ରାଶିର ସପ୍ତମ ଭାବ କୁମ୍ଭ ରାଶିରେ ସେହି 18 ମାସ ପର୍ଯ୍ୟନ୍ତ ଅବସ୍ଥାନ କରୁଥିବାରୁ ରାହୁ ମହାଗ୍ରହ ସିଂହ ରାଶି ଉପରେ ବଡ଼ ବିଚିତ୍ର ପ୍ରକାରର ପ୍ରଭାବ ପକାଇବେ। ଏହି ସମୟରେ ସିଂହ ରାଶି ଜାତ ବ୍ୟକ୍ତିଙ୍କର ବୈବାହିକ ବା ଦାମ୍ପତ୍ୟ ଜୀବନରେ ଜବରଦସ୍ତ ଝଡ଼ ସୃଷ୍ଟି ହୋଇପାରେ। ଦମ୍ପତି ପରସ୍ପର ପ୍ରତି ଅସୂୟା ମନୋଭାବ ପୋଷଣ କରିପାରନ୍ତି କି ଏପରିକି ଉଭୟଙ୍କ ମଧ୍ୟରେ କଳି ଝଗଡ଼ା ମଧ୍ୟ ଲାଗିଯିବାର ସମ୍ଭାବନା ରହିଅଛି। କିଏ ଠିକ୍ ଓ କିଏ ବଡ଼ ବୋଲି ପରସ୍ପର ମଧ୍ୟରେ ପ୍ରତିସ୍ପର୍ଦ୍ଧା ଲାଗିପାରେ। ଦମ୍ପତି ଦୁହେଁ ଦୁହିଁଙ୍କ ପ୍ରତି ଅସହିଷ୍ଣୁ ହୋଇପାରନ୍ତି। ସିଂହ ରାଶି ବ୍ୟକ୍ତି ବାଣିଜ୍ୟ ବ୍ୟବସାୟ କରୁଥିଲେ ରାହୁ ମହାଗ୍ରହଙ୍କ ପ୍ରଭାବରୁ ବ୍ୟବସାୟ କ୍ଷେତ୍ରରେ କେତେବେଳେ ଆଶାଠାରୁ ଅଧିକା ବେପାର ହୋଇ ପ୍ରବଳ ଧନଲାଭ ହେବ ତ ଆଉ କେତେବେଳେ ବ୍ୟବସାୟ କ୍ଷତିର ସାମନା କରିବାକୁ ପଡ଼ିପାରେ। ସେହିପରି ବହୁ ଦିନରୁ ମିତ୍ରତା ସୂତ୍ରରେ ଆବଦ୍ଧ ଥିବା ଅଥବା ମିତ୍ର ରହିଥିବା ବ୍ୟକ୍ତିଙ୍କ ସହିତ ସିଂହ ରାଶି ବ୍ୟକ୍ତିଙ୍କର ମନ ଅମେଳ ରହିବାର ସୂଚନା ରହୁଅଛି। ଆକସ୍ମିକ ଭାବରେ ତଥା ବିନା କାରଣରେ ବହୁ ଦିନରୁ ଚାଲି ଆସୁଥିବା ବନ୍ଧୁତା ଉପରେ ରାହୁ ପ୍ରଶ୍ନବାଚୀ ସୃଷ୍ଟି କରିପାରେ।
ଏହି ସମୟରେ ସିଂହ ରାଶି ବ୍ୟକ୍ତିଙ୍କର ଆତ୍ମକେନ୍ଦ୍ରିକ ଓ ସ୍ୱାର୍ଥକେନ୍ଦ୍ରିକ ଚିନ୍ତାଧାରା ସିଂହ ରାଶି ବ୍ୟକ୍ତିଙ୍କୁ ବଡ଼ ବିବ୍ରତ କରି ରଖିବ। ନିଜର ସ୍ୱାର୍ଥ ସାଧନ ପାଇଁ ସିଂହ ରାଶି ବ୍ୟକ୍ତି ଯେକୌଣସି ସ୍ତରକୁ ଯିବାରେ ଅସୁବିଧା ରହିବ ନାହିଁ। ତେବେ ବି କୁମ୍ଭ ରାଶିରେ 18 ମାସ ପାଇଁ ଅବସ୍ଥାନ କରୁଥିବା ରାହୁ ସିଂହ ରାଶିର ଆର୍ଥିକ ଅବସ୍ଥାକୁ ଅନିୟନ୍ତ୍ରିତ କରି ରଖିବେ। କେତେବେଳେ ଆର୍ଥିକ ସମୃଦ୍ଧି ପ୍ରଦାନ କରିବେ ତ ଆଉ କେତେବେଳେ ଆର୍ଥିକ ଅନାଟନ ଭିତର ଦେଇ ଗତି କରାଇବେ। ରାହୁ ଓ କେତୁ ମହାଗ୍ରହଙ୍କର ପ୍ରଭାବରୁ ସିଂହ ରାଶି ବ୍ୟକ୍ତି ତୀର୍ଥାଟନରେ ଯିବାର ସୁଯୋଗ ଆସିବ, କିନ୍ତୁ ଯାତ୍ରା ସେତେଟା ସୁଖକର ହେବ ନାହିଁ। ଯାତ୍ରା ସମୟରେ ବା ଯାତ୍ରା ଚାଲୁଥିବା ସମୟରେ ମଧ୍ୟ ଦୁର୍ଘଟଣାର ସମ୍ଭାବନା ଦେଖାଯାଏ। ସିଂହ ରାଶିସ୍ଥ ରାହୁ ଓ ସିଂହ ରାଶିର ସପ୍ତମ ଭାବସ୍ଥ କେତୁ ସିଂହ ରାଶିସ୍ଥ କେତୁ ଓ ସିଂହ ରାଶିର ସପ୍ତମ ଭାବସ୍ଥ ରାହୁ ସିଂହ ରାଶି ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟଗତ ସମସ୍ୟା ପ୍ରଦାନ କରିବାର ସମ୍ଭାବନା ରହିଅଛି। ମାନସିକ ବିଚଳତା ବା ଡିପ୍ରେସନ୍, ଚର୍ମ ସମ୍ପର୍କିତ ରୋଗ, ପେଟ ବା ପାକସ୍ଥଳୀରେ ଯନ୍ତ୍ରଣା ଏବଂ ଡାଇବେଟିକ୍ ବା ମଧୁମେହ ରୋଗର ପ୍ରାଦୁର୍ଭାବ ଦେଖାଯିବାର ସମ୍ଭାବନା ଅଛି। ସିଂହ ରାଶି ବ୍ୟକ୍ତି ରାହୁ ଓ କେତୁ ଚଳନରେ ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭ ଫଳ ପାଇବା ନିମନ୍ତେ ପ୍ରତ୍ୟହ ପ୍ରାତଃସ୍ନାନ ପରେ ସୂର୍ଯ୍ୟଦେବଙ୍କୁ ନମସ୍କାର କରନ୍ତୁ, ଅର୍ଘ୍ୟ ପ୍ରଦାନ କରନ୍ତୁ। ପ୍ରତ୍ୟହ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କଲେ ରାହୁଜନିତ ପୀଡ଼ାରୁ ରକ୍ଷା ମିଳିଥାଏ। ତା ସହିତ କୁକୁରଙ୍କୁ ପ୍ରତ୍ୟହ ଖାଦ୍ୟ ପ୍ରଦାନ କରନ୍ତୁ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ରାହୁକେତୁ ଚଳନରେ ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।